ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ମଧୁର ନାମରେ ପ୍ରେଜ୍ ଦ ଲର୍ଡ। ଏବଂ ମୁଁ ଆଶା କରେ ପ୍ରିୟମାନେ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ଭଲରେ ଅଛନ୍ତି। ଆସନ୍ତୁ ପ୍ରିୟମାନେ, ଆଜି ଆମ୍ଭେମାନେ ମଣ୍ଡଳୀର ପରିଚୟ କ'ଣ ତାହା ଅଳ୍ପ ସମୟ ପବିତ୍ର ଶାସ୍ତ୍ର ବାଇବଲରୁ ଆମେ ଧ୍ୟାନ କରିବା ଏବଂ ମଣ୍ଡଳୀ ଏହି ଦିନମାନଙ୍କରେ କିପରି ଜୀବନ ଅତିବାହିତ କରିବା ଆବଶ୍ୟକ ତାହା ଆମେ ଦେଖିବା। ବାସ୍ତବତାରେ ମଣ୍ଡଳୀ କ'ଣ? କାରଣ ଆମ୍ଭେମାନେ ଅନେକ ମଣ୍ଡଳୀଭୁକ୍ତ ହୋଇଥାଉ, ଅନେକ ମଣ୍ଡଳୀର ସଦସ୍ୟ ହୋଇଥାଉ, କିନ୍ତୁ ବେଳେବେଳେ ଆମେ ମଣ୍ଡଳୀର ପରିଚୟକୁ ବୁଝିନଥାଉ। ଏଣୁ ଆସନ୍ତୁ ଆଜି ଆମେ ଦେଖିବା ମଣ୍ଡଳୀ କହିଲେ କ'ଣ। ମଣ୍ଡଳୀ କହିଲେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ନିମନ୍ତେ ଆହ୍ୱାନ ପ୍ରାପ୍ତ ଦଳ। ଆସନ୍ତୁ ପ୍ରିୟମାନେ, ମଣ୍ଡଳୀ ଏହି ଦିନମାନଙ୍କରେ କି ପ୍ରକାର ଜୀବନ ଅତିବାହିତ କରିବା ଆବଶ୍ୟକତା ଅଟେ ତାହା ଆମ୍ଭେମାନେ ପବିତ୍ର ଶାସ୍ତ୍ର ବାଇବଲରୁ ଧ୍ୟାନ କରିବା। ଆସନ୍ତୁ ଆପଣମାନେ ମୋ ସହିତ ଖୋଲନ୍ତୁ ଏଫେସୀୟ ପୁସ୍ତକ 5 ଅଧ୍ୟାୟ ତାର 27 ପଦ। ଯେପରି ମଣ୍ଡଳୀ ନିଷ୍କଳଙ୍କ, ନିଖୁନ୍ତ ଓ ସମସ୍ତ ପ୍ରକାର ଦୋଷର ହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ, ଆଉ ଏହିପରି ଗୌରବମୟ ଅବସ୍ଥାରେ ସେ ତାହାକୁ ଆପଣା ନିକଟରେ ଉପସ୍ଥିତ କରନ୍ତି। ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଏଠାରେ ମୁଁ ଆପଣମାନଙ୍କୁ 5ଟି କାରଣ ଉପସ୍ଥିତ କରିବା ପାଇଁ ଚାହେଁ। ଏହି ଦିନମାନଙ୍କରେ ମଣ୍ଡଳୀ କି ପ୍ରକାର ଜୀବନ ଅତିବାହିତ କରିବା ଆବଶ୍ୟକ। ପ୍ରଥମ ବିଷୟ, ମଣ୍ଡଳୀ ନିଷ୍କଳଙ୍କ ହେବା ଆବଶ୍ୟକତା ଅଟେ। ଆମମାନଙ୍କଠାରେ ଅନେକ ଖ୍ରୀଷ୍ଟିଆନ ଜୀବନରେ କଳଙ୍କ ଭରି ରହିଅଛି। ଏହି କଳଙ୍କ ଦ୍ୱାରା ଆମମାନଙ୍କର ପ୍ରାର୍ଥନା ବି ଶୁଣାଯାଉନାହିଁ। ଆମମାନଙ୍କର ପ୍ରାର୍ଥନାର ମଧ୍ୟ ଉତ୍ତର ପାଇପାରୁନାହୁଁ। ଏହି କଳଙ୍କ ଥିବା ସକାଶୁ ଆମମାନଙ୍କର ମଣ୍ଡଳୀ ବୃଦ୍ଧି ହେଉନାହିଁ। ଏହି କଳଙ୍କ ଥିବା ସକାଶୁ ଆମମାନଙ୍କର ମଣ୍ଡଳୀ ମଧ୍ୟରେ ବାଦ ବିବାଦ ହେଉଛି। ଏହି ମଣ୍ଡଳୀରେ ଅନେକ ଭାଗ ଭାଗ ହେବାର ଆମେ ଦେଖିବାକୁ ପାଇଥାଉ ଏବଂ ମଣ୍ଡଳୀଠାରେ କଳଙ୍କ ଥିବା ସକାଶୁ ପ୍ରେମର ପରିଚୟ ଆମେ ଦେଖିନଥାଉ। ଏଣୁ ପ୍ରଥମ ବିଷୟ, ମଣ୍ଡଳୀ ନିଷ୍କଳଙ୍କ ହେବା ଆବଶ୍ୟକତା ଅଟେ। ଯେତେବେଳେ ଆପଣମାନେ ପ୍ରଥମ ତିମୋଥୀ 6 ଅଧ୍ୟାୟ ତାର 14 ପଦକୁ ପାଠ କରିବେ, ଏଠାରେ ଏ ପ୍ରକାର ଲେଖାଯାଏ, ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଆମମାନଙ୍କ କିପରି ଜୀବନ ଅତିବାହିତ କରିବା? ନିଷ୍କଳଙ୍କ। ବାସ୍ତବତାରେ ପ୍ରିୟମାନେ, ପ୍ରଭୁ ଯୀଶୁଙ୍କ ଆଗମନ ପର୍ଯ୍ୟନ୍ତ ଆମମାନଙ୍କର ଜୀବନ, ଆମମାନଙ୍କର ମଣ୍ଡଳୀ ନିଷ୍କଳଙ୍କ ହେବା ଆବଶ୍ୟକତା ଅଟେ। ଦ୍ୱିତୀୟ ଆମେ ଦେଖୁ ତାହା ହେଉଛି ନିଖୁନ୍ତ। ଯେତେବେଳେ ଆମେ ଲେବ୍ୟ ପୁସ୍ତକ 1 ଅଧ୍ୟାୟ 3 ପଦ ପାଠ କରୁ, ସେ ଯେବେ ଗୋଠରୁ ହୋମାର୍ଥକ ବଳି ଦିଏ, ତେବେ ନିଖୁନ୍ତ ପଶୁ ନେବ, ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବା ନିମନ୍ତେ ସମାଗମ ତମ୍ବୁର ନିକଟକୁ ତାହା ଆଣିବ। ଦ୍ୱିତୀୟ ବିଷୟ, ମଣ୍ଡଳୀ ନିଖୁନ୍ତ ହେବା ଆବଶ୍ୟକତା ଅଟେ। ତୃତୀୟ ବିଷୟ, ସମସ୍ତ ପ୍ରକାର ଦୋଷରହିତ। ଏହି ଦିନମାନଙ୍କରେ ମଣ୍ଡଳୀ ସମସ୍ତ ପ୍ରକାର ଦୋଷରହିତ ହେବା ଆବଶ୍ୟକତା ଅଟେ। ଯେତେବେଳେ ଆପଣମାନେ ଧର୍ମଶାସ୍ତ୍ର ବାଇବଲ ପ୍ରଥମ ତେସଲୋନିକ 5 ଅଧ୍ୟାୟ ତାର 23 ପଦକୁ ପାଠ କରିବେ, ଏଠାରେ ଏ ପ୍ରକାର ଲେଖାଯାଏ, ଶାନ୍ତିଦାତା ଈଶ୍ୱର ସ୍ୱୟଂ ତୁମମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ। ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ। ଏଠାରେ ମଧ୍ୟ ପ୍ରେରିତ ପାଉଲ ଏ ପ୍ରକାର ଲେଖନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉ। ବାସ୍ତବତାରେ ପ୍ରିୟମାନେ, ମଣ୍ଡଳୀ ସମସ୍ତ ପ୍ରକାର ଦୋଷରହିତ ଅର୍ଥାତ୍ ନିର୍ଦ୍ଦୋଷ ଭାବରେ ରହିବା ଆବଶ୍ୟକତା ଅଟେ। ଏହି ଦିନମାନଙ୍କରେ ଆମେ ଅନେକ ମଣ୍ଡଳୀକୁ ଆମେ ଦେଖୁ, ସମସ୍ତ ପ୍ରକାର ଦୋଷ ରହିଅଛି। ଅନେକ ମଣ୍ଡଳୀକୁ ଦୋଷ ଦିଅନ୍ତି।
ସେ ମଣ୍ଡଳୀ ଏହି ପ୍ରକାର, ଏ ମଣ୍ଡଳୀ ଏହି ପ୍ରକାର, ସେ ମଣ୍ଡଳୀର ବିଶ୍ୱାସୀ ଏହି ପ୍ରକାର, ସେ ମଣ୍ଡଳୀର ପାଳକ ଆଜ୍ଞା ଏହି ପ୍ରକାର। ଅନେକ ଲୋକମାନେ ଆମମାନଙ୍କୁ ନିନ୍ଦାର ପାତ୍ର କରନ୍ତି, ଦୋଷାରୋପ କରୁଛନ୍ତି। ବାସ୍ତବତାରେ ଏହା ଘଟୁଅଛି, କାରଣ ଏହି ପ୍ରକାର ମଣ୍ଡଳୀରେ ଆଜି ସ୍ୱଭାବ ବଦଳୁ ନାହିଁ, ଯଦ୍ୱାରା ବାହାରର ଲୋକମାନେ ମଧ୍ୟ ମଣ୍ଡଳୀର ଭିତରେ ଥିବା ବ୍ୟକ୍ତିମାନଙ୍କୁ ଦୋଷ ଧରି ପାରୁଛନ୍ତି। କାରଣ ଆମମାନେ ଏହି ପ୍ରକାର ଜୀବନରେ ଅତିବାହିତ କରୁଛୁ, ଯଦ୍ୱାରା ମଣ୍ଡଳୀ ବୃଦ୍ଧି ହୋଇପାରୁନାହିଁ। ଏଣୁ ପ୍ରିୟ ମାନେ ମଣ୍ଡଳୀ ସମସ୍ତ ପ୍ରକାର ଦୋଷ ରହିତ ହୋଇ ରହିବା ଆବଶ୍ୟକ ଅଟେ। ଚତୁର୍ଥ ବିଷୟ ଆମେ ଏଠାରେ ଦେଖୁ, ତାହା ହେଉଛି ପବିତ୍ର। ଯେତେବେଳେ ଆମେ ପ୍ରଥମ ପିତର 1 ତାର 16 ପଦକୁ ପାଠ କରୁ, ଏଠାରେ ପିତର ଏହି ପ୍ରକାର ଲେଖନ୍ତି, କାରଣ ଲେଖା ଅଛି, ତୁମ୍ଭେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ଆମମାନଙ୍କର ପରମେଶ୍ୱର ପବିତ୍ର ଅଟନ୍ତି। ଏଣୁ ଏହି ଦିନମାନଙ୍କରେ ମଣ୍ଡଳୀ ପବିତ୍ରତାର ଜୀବନ ଅତିବାହିତ କରିବା ଆବଶ୍ୟକତା ଅଟେ। ପଞ୍ଚମ ବିଷୟଟି ଅନିନ୍ଦନୀୟ। ବାସ୍ତବତାରେ ପ୍ରିୟମାନେ ମଣ୍ଡଳୀ ଅନିନ୍ଦନୀୟ ହୋଇ ରହିବା ଆବଶ୍ୟକତା ଅଟେ। ଯେତେବେଳେ ଆମେ ପ୍ରଥମ ତେସଲୋନିକ 3 ତାର 13 ପଦ ପାଠ କରୁ, ଏଠାରେ ଏହି ପ୍ରକାର ଲେଖାଯାଏ, ସେ ତୁମମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ। ହଁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଏଠାରେ ମଧ୍ୟ ପାଉଲ ପ୍ରକାଶ କରନ୍ତି, ଯେବେ ସଦାପ୍ରଭୁ ଆପଣା ସାଧୁମାନଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ। ଏହି ଦିନମାନଙ୍କରେ ମଣ୍ଡଳୀ ଅନିନ୍ଦନୀୟ ହୋଇ ରହିବା ଆବଶ୍ୟକତା ଅଟେ। ଏଣୁ ଆମେ ଏଫେସୀୟ ପୁସ୍ତକ 5 ତାର 27 ପଦରେ ଯେତେବେଳେ ପାଠ କରୁ, ଏଠାରେ 5ଟି ବିଷୟ ଆମେ ଦେଖିଲୁ। ପ୍ରଥମ, ମଣ୍ଡଳୀ ନିଷ୍କଳଙ୍କ ହେବା ଦରକାର। ଦ୍ୱିତୀୟ, ନିଖୁନ୍ତ ହେବା ଦରକାର। ତୃତୀୟ, ସମସ୍ତ ପ୍ରକାର ଦୋଷରହିତ ହେବା ଦରକାର। ଚତୁର୍ଥ, ପବିତ୍ର ହେବା ଦରକାର। ପଞ୍ଚମ, ଅନିନ୍ଦନୀୟ ହେବା ଦରକାର। ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆମେ ନିଜକୁ ଏହି 5ଟି ବିଷୟ ପ୍ରତି ଧ୍ୟାନ ଦେବା ଏବଂ ନିଜ ଜୀବନ ପ୍ରତି ସମୀକ୍ଷା କରିବା। ବାସ୍ତବତାରେ ମୁଁ ନିଷ୍କଳଙ୍କ କି? ନିଖୁନ୍ତ ଅଛି କି? ସମସ୍ତ ପ୍ରକାର ଦୋଷରହିତ ଅଛି କି? ମୁଁ ପବିତ୍ର ହୋଇଛି କି? ମୁଁ ଅନିନ୍ଦନୀୟ ହୋଇଛି କି? ପ୍ରିୟ ଈଶ୍ୱରଙ୍କର ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ମଣ୍ଡଳୀ ସହିତ ବିବାହ ହେବା ନିମନ୍ତେ ଆସୁଛନ୍ତି। ଏଣୁ ଆମମାନେ କି ପ୍ରକାର ପ୍ରସ୍ତୁତ ହେଇକି ଅଛୁ? ଯଦି ଆମେ ନିଷ୍କଳଙ୍କ ଅଛୁ, ତେବେ ପ୍ରଭୁ ଆମମାନଙ୍କ ସହିତ ବିବାହିତ କରିବେ। ଯଦି ନିଖୁନ୍ତ, ସମସ୍ତ ପ୍ରକାର ଦୋଷରହିତ, ପବିତ୍ର, ଅନିନ୍ଦନୀୟ, ଏହି ସମସ୍ତ 5ଟି ଗୁଣ ଯଦି ଆମଠାରେ ଅଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ସହିତ ବିବାହିତ କରିବେ। ଏଣୁ ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ନିଜକୁ ଆମେ ଏହି ବାକ୍ୟ ପ୍ରତି ସମୀକ୍ଷା କରିବା। ଏହି ଦିନମାନଙ୍କରେ ମଣ୍ଡଳୀର ପରିଚୟ କି ପ୍ରକାର ରହିବା ଦରକାର? ଏହି ଦିନମାନଙ୍କ ମଧ୍ୟରେ, ଏହି ଯୁଗାନ୍ତ ସମୟରେ ମଣ୍ଡଳୀ କି ପ୍ରକାର ଜୀବନ ଅତିବାହିତ କରିବା ଆବଶ୍ୟକତା ଅଟେ, ତାହା ଏଫେସୀୟ ପୁସ୍ତକ 5 ତାର 27 ପଦରୁ 5ଟି ବିଷୟକୁ ଆମେ ପାଠ କଲୁ। ଏଣୁ ଆସନ୍ତୁ ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଆମେ ନିଜକୁ ସମୀକ୍ଷା କରିବା ଏବଂ ପବିତ୍ର, ନିଷ୍କଳଙ୍କ, ସମସ୍ତ ପ୍ରକାର ଦୋଷରହିତ, ଅନିନ୍ଦନ ହୋଇ ମଣ୍ଡଳୀଭୁକ୍ତ ହୋଇ ପବିତ୍ର ଜୀବନ ଯାପନ କରିବା ଏବଂ ଯୀଶୁଙ୍କର ଆଗମନକୁ ଅପେକ୍ଷାରେ ରହିବା। ଏଣୁ ଆସନ୍ତୁ ଆଜିର ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ।